ଷଷ୍ଠ ଥର ପାଇଁ ଜଳକାର ପୁଣି ବନ୍ୟା। ଦୁଇ ପାର୍ଶ୍ୱ ବେଡ଼ିବନ୍ଧରୁ ଅତଡ଼ା ଖସି ଭୟଭୀତ ନଦୀକୂଳବାସୀମାନେ ଏବେ ମଥାର ଦେଇଛନ୍ତି ହାତ। ହଜାର ହଜାର ହେକ୍ଟର ଧାନ ଚାଷ ପାଇଁ ରୁଆଯାଇଥିବା ବିହନ ତଳି ସମ୍ପୂର୍ଣ୍ଣ ନଷ୍ଟ। ନଦୀରେ ବନ୍ୟା ପାଣି ପ୍ରବେଶ କରୁଛି। ମୟୂରଭଞ୍ଜ ଜିଲ୍ଲା ଚକ, ଶୁଳିଆପଦା, ମୋରଡ଼ା, ରାଜଗୋବିନ୍ଦପୁର ଅଞ୍ଚଳରୁ 3 ଦିନ ଧରି ଲଗାତାର ବର୍ଷା ହେଉଥିବା ବେଳେ ମଥାନୀଠାରେ ଜଳକା ନଦୀ ମଥାନୀ ସଂକେତ ବିପଦ ସଂକେତ 6.50 ଥିବା ସ୍ଥଳେ ଅପରାହ୍ନରେ 6.66ରେ ପ୍ରଭାବିତ ହେଉଛି। ପ୍ରତି 5 ମିନିଟକୁ ଜଳସ୍ତର ବଢ଼ିବାରେ ଲାଗୁଛି। ଦିନ 10ଟା ବେଳକୁ ବସ୍ତାର ବିଭିନ୍ନ ସ୍ଥାନ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି। ମଥାନୀ ବାଇପାସରୁ ବସ୍ତା ଗାନ୍ଧୀ ଛକକୁ ସଂଯୋଗ ରାସ୍ତା ଚଟାଣରେ ବନ୍ୟା ପାଣି ଜୋରସୋରରେ ପ୍ରବାହିତ। ମଥାନୀ ପଞ୍ଚାୟତ ଦେଇ ପ୍ରବାହିତ ଜଳକା ନଦୀର 2 ପାର୍ଶ୍ୱ ବନ୍ଧ ଶିବଗଡ଼ିଆ, ପୁରସ୍ତମପୁର, ବେହେରା ଘରଠାରୁ ଜଗବନ୍ଧୁ ଭୂୟାଁ ଘର ନିକଟ ଭେଡ଼ିବନ୍ଧ 200 ମିଟରକୁ ବାଉଁଶ ବାଲିବସ୍ତା ଦେଇ ପାଣିକୁ ଅଟକାଇ ରଖାଯାଇଥିବା ବେଳେ ବିଜୟ ସିଂ ଘରଠାରୁ ବଡ଼ବନ୍ଧ, ସହଦେବ ସିଂ ଘର ପାଖ ଭେଡ଼ିବନ୍ଧ 500 ମିଟର ବାଲିବସ୍ତା ଦିଆଯାଇଛି। ପୁଣି ନିକଟରେ ବାଉଁଶରୁ ବାଲିବସ୍ତା ପକାଇଥିଲେ ମଧ୍ୟ ପ୍ରବଳ ବନ୍ୟା ପାଣି ସତରେ ଅତଡ଼ା ଖସୁଛି, ଯାହାଫଳରେ ନଦୀ କୂଳର ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ। ବସ୍ତାରୁ ଶିରିଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।